ନବବଧୂକୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। 7 ଜନ୍ମକୁ ବନ୍ଧୁ ବାନ୍ଧି ଆମେ ଘରକୁ ବୋହୂଟିଏ ଆଣିଥାନ୍ତି। ବେଶ୍ ସୁଖ ଦୁଃଖର ସହ ଭାଗୀ ହୋଇ ପରିବାର ଚଳାଇବା ପାଇଁ। କିନ୍ତୁ କେବେ ସ୍ୱାମୀ ମଦ୍ୟପାନ କରି ସ୍ତ୍ରୀ ଉପରେ ଅତ୍ୟାଚାର କରୁଛି ତ କେବେ କେବେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଉଛି। ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ କଙ୍କଡ଼ାହାଡ଼ ବାଲିସାହିଠାରେ। ବିଗତ 7 ମାସ ତଳେ ବୈଦିକ ରୀତିନୀତିରେ କାଳିନ୍ଦୀ ସିଂହଙ୍କ ସୁପୁତ୍ର ବିରଞ୍ଜିତ ସିଂ ସିକୁ କଣ୍ଟାପାଳ ପଞ୍ଚାୟତର 4 ନମ୍ବର କଲୋନୀର ସୁକୁମାର ମହାପାତ୍ରଙ୍କ ଝିଅ ସେବତୀ ମହାପାତ୍ରଙ୍କୁ ବିବାହ କରିଥିଲେ। ଝିଅକୁ ଅତି ଅଲି ଅଳିରେ ପାଳିଥିବାରୁ ବାପା ମା ମଧ୍ୟ ମନ ବୁଝିଲା ମୁତାବକ ବେଶ ଜାଣି ଯୌତୁକ ଦେଇ ଶାଶୀ ଘରକୁ ପଠାଇଥିଲେ। କିନ୍ତୁ ବିରଞ୍ଜିତ ସିଂ ସିକୁ ବିବାହର କିଛି ମାସ ପରେ ମଦ୍ୟପାନ କରି ଘରକୁ ବାରମ୍ବାର ଆସିବାରୁ ସ୍ତ୍ରୀ ସେବତୀ ମହାପାତ୍ର ବିରୋଧ କରି ଆସୁଥିଲେ। କିନ୍ତୁ ଗଲା କାଲି ରାତ୍ରି ସମୟରେ ସିକୁ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିବାରୁ ସ୍ତ୍ରୀ ସେବତୀ ବିରୋଧ କରିବାରୁ ସ୍ୱାମୀ ମାଡ଼ ମାରିବା ସହିତ ହତ୍ୟା କରିଛି ବୋଲି ଝିଅ ପରିବାର ଲୋକେ କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ସିକୁ ଅତ୍ୟଧିକ ମଦ୍ୟପାନ କରି ସେବତୀଙ୍କ ଭାଇକୁ ମଧ୍ୟ ଗାଳି ଗୁଲଜ କରିବା ସହିତ ତମ ଭଉଣୀକୁ ଜୀବନରୁ ମାରିଦେବି ବୋଲି ଗଲା କାଲି ରାତିରେ ଫୋନରେ ଧମକ ଦେଇଥିଲେ ବୋଲି ରେବତୀଙ୍କ ଭାଇ କହିଛନ୍ତି। ସକାଳେ ରେବତୀଙ୍କ ଭାଇ ଖବର ପାଇ ଶୁଣିଲେ କି ଭଉଣୀ ଦେହ ଖରାପ ଅଛି। କିନ୍ତୁ ଆସି ଦେଖିଲା ବେଳକୁ ଝିଅ ଆଉ ଏ ଦୁନିଆରେ ନାହିଁ। ସଙ୍ଗେ ସଙ୍ଗେ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଝିଅକୁ ଦେଖିଲେ ଝିଅକୁ ମାରି ଖଟରେ ଶୁଆଇ ଦେଇଛନ୍ତି। ପରିବାର ଲୋକଙ୍କ ମନରେ ହତ୍ୟା ସନ୍ଦେହ ହେବାରୁ ସେବତୀଙ୍କ ଭାଇ କଙ୍କଡ଼ାହାଡ଼ ଥାନାରେ ହତ୍ୟା ଅଭିଯୋଗ କରିଛନ୍ତି। ଖବର ପାଇ କଙ୍କଡ଼ାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା ଓ ସହକର୍ମୀ ଘଟଣାସ୍ଥଳରେ ପହଞ୍ଚି ବିରଞ୍ଜିତ ସିଂ ସିକୁକୁ ଗିରଫ କରିବା ସହିତ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲକୁ ପଠାଇବା ସହିତ ପୋଲିସ ଟିମ୍ ଅଧିକ ତଦନ୍ତ ଚଳାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।